ମାନେ ମୁଁ ତ ଆସିଥିଲି ବିଲକୁ। ଆଜି ଆମର ବିଲ କାମ ଚାଲିଛି। ବିଲ କାମ ମାନେ କ'ଣ, ବିଲ ଭାଇ ମସଲା ଫସଲା ସବୁ ପଡ଼ିଯାଇଛି। ଆଉ ଥରେ ଲେଖା ମସଲା ପଡ଼ିବ। ବର୍ତ୍ତମାନ ବିଲ ଭିତରେ ଯେଉଁ ଘାସ ଫାସ ଅଛି ଆଉ ସେଇଟା ସବୁ ମାନେ ବଛା ଯାଉଛି ବିଲ। ଗୋଟେ କଥା ଅଛି କ'ଣ, ବିଲ ଭାଇ ଯେତେବେଳେ ଆମର କାମ ସରିଯାଏ, ରୁଆପୋତା କାମ ସରିଗଲା, ମସଲା ଥରେ ପଡ଼ିଗଲା, ତାପରେ ଥରେ ବିଲକୁ ଯିବାକୁ ପଡ଼େ। ଯେଉଁ ବିଲ ଭିତରେ ଟିକେ ବୁଲି ଆଇଲେ କହନ୍ତି କି ଧାନ କୁଆଡ଼େ ଫସଲ ଭଲ ହୁଏ। ଆଉ ମାନେ ଗୋଟେ ସାହସ ମିଳେ ବିଲକୁ, ମାନେ ଗଛ ମାନେ ସାହସ ହୁଅନ୍ତି। ଟିକେ ବୁଲିଗଲେ ବିଲରେ ଟିକେ ପଶିଲେ ଭଲ। ତାର କ'ଣ ମାନେ ଅଛି ମୁଁ ତ ଜାଣିନି ଭଲ ଭାବେ। ଯେତିକି ଯାହା ମୁଁ ଜାଣିଥିଲି ଆପଣଙ୍କୁ କହିଲି। ଆପଣ ଯଦି ଜାଣିଥିବେ କହିବେ। ତ ଦେଖନ୍ତୁ ବର୍ତ୍ତମାନ ମୁଁ ବିଲରେ ଅଛି। ଦେଖନ୍ତୁ ଏଇ ରାସ୍ତାଟା ଏମିତି ପଡ଼ିଛି। ସେଇଠୁ ଭାଇ ଗୋଟେ ଖାଲ ଏତେ ହେଇଛି, ସେଠି ପାଣି ଆଣ୍ଠିଏ ପାଣି ପଶିକି ଯିବାକୁ ପଡ଼ିବ। ବର୍ତ୍ତମାନ ଦେଖିଲେ ଏମିତି ବିଲର ଦେଖନ୍ତୁ ବହୁତ ବଢ଼ିଆ ଭିଉ ଅଛି। ଏଇ ତ ଦେଖନ୍ତୁ ପଛପଟରେ ବି ବିଲରେ ଏଇନା ସବୁ ଚାଲିଛନ୍ତି। ବର୍ତ୍ତମାନ ଭାଇ ବିଲରେ ଯେଉଁ ଗୁଳୁଗୁଳି ଯେଉଁ ଖରା ହେଉଛି, ଆଉ ଇଏ ବିଲ ବଛା ବଛି କାମ ଜାଣିଥିବ ଭାଇ କେମିତିଆ କଷ୍ଟ କାମ। ବିଲ ଭିତରେ ନଇଁକିରି ପୁରା ଟୋଟାଲ ବିଲରେ ବୁଲିକିରି ବାଛିବା ଭାରି କଷ୍ଟ। ଏଇ ଯେଉଁ ଗୁଳୁଗୁଳି ତା ସାଙ୍ଗକୁ ହେଉଛି, ଯେଉଁ ବାଛିବାଟା ଯାହା ଯେମିତି କଷ୍ଟ ହୁଏ, ବେଶୀ ଭାଇ ଗୁଳୁଗୁଳି ଯେଉଁ ହେଉଛି ସେଇଟା ବେଶୀ କଷ୍ଟ ଲାଗୁଛି। କ'ଣ ନା, ଯେଉଁ ଗରମ ହେଉଛି ଝାଳ ମାନେ ଏମିତି ଦେହ କ'ଣ ହେଇଯିବ। ବିଲରେ ମାନେ ବେଶୀ ସମୟ ରହିହେବନି। ଆଉ ବିଲ ବାଛିବା ସମୟଟା ହେଉଛି ଭାଇ ସକାଳୁ। ଯେତେବେଳେ ଆମେ ସକାଳୁ ଉଠିବେ, ଆଗେ ଟିକେ ଚାହା ଫାହା କ'ଣ ପିଇ ଦେଇକିରି ହାଲକା ମାନେ ଜଳଖିଆ କରିକିରି ବିଲକୁ ପଳେଇଯିବେ। ବିଲରେ ଯାଇକି କାମ ସାରିକିରି ପୁଣି ମାନେ ଠିକ୍ 10ଟା ଭିତରେ ମାନେ 10ଟା ପର୍ଯ୍ୟନ୍ତ ତ ରହି ହେଉନି, କିନ୍ତୁ ଟାଇମ୍ଟା ହେଉଛି ଠିକ୍ 10ଟା ଟାଇମ୍ରେ। 10ଟା ବାଜିଲା ମାନେ ବିଲରୁ ପଳେଇ ଆସିବ, ଆଉ ରହିପାରିବନି ବିଲରେ। ଦେଖ ଭାଇ ପାଣି କେମିତି ଅଛି। ଆମର ଏଇ ବିଲଟା ଆମରି। ଆଉ ଏଇଠି ଦେଖନ୍ତୁ ହିର ନାହିଁ, ଲୋକ ଯିବା ଆସିବା କରିକି ପୁରା ଭାଙ୍ଗି ଭୁଙ୍ଗି ସାରିଲେଣି ହିର। ଆଉ ପାଣି ଆଣ୍ଠିଏ ପାଣି। ହେଇ ଦେଖ ଭାଇ, ଭାଇ ବିଲକୁ ଆସିବା ଗୋଟେ ନିଆରା ମାନେ ଅନୁଭୂତି। କ'ଣ କହିଲେ, ଆପଣମାନେ ଯାଇଛନ୍ତି କି ନାହିଁ? ଯିଏ ଚାଷୀ ଘର ପିଲା ଆଉ ଯାହାର ଚାଷ ହେଉଥିବ ସେଇମାନେ ହିଁ ବିଲ କାମ ଜାଣିଥିବେ ଆଉ ବିଲକୁ ଯାଉଥିବେ। ଆଉ ଅନ୍ୟ କେହି ଯାଉନଥିବେ। ତ ସମସ୍ତେ ଆଜିକାଲି ମାନେ କ'ଣ କହିଲେ, ସମସ୍ତେ ସୁସ୍ତିଆ ହେଇଗଲେଣି ନା, ବିଲକୁ ଭାଇ ନଗଲେ ହେଇପାରିବନି। ଆଉ ଗାଁ ଗହଳିରେ ଜାଣିଥିବେ ଭାଇ ସବୁବେଳେ ଚାଷଟା ଦେଖିବାକୁ ପାଇବେ, ସବୁ ପ୍ରକାର ଚାଷ। ଆଉ ବିଲ କାମ ବି କେମିତି କେଉଁ ଟାଇମ୍ରେ କେଉଁ ମାନେ କାମ ଭଲ ମନ୍ଦ ସବୁ ଜାଣିପାରିବେ। ତ ଭାଇ ଦେଖନ୍ତୁ ମୁଁ ଏଇନା ବିଲକୁ ଆସି ଦେଖ ଝାଳ କେତେ ଗରମ। ମୁଁ ଖାଲି ଯାଇଥିଲି ବିଲକୁ।